ଅଗନା ଅଗନି ଜଙ୍ଗଲରେ ଗୋଟିଏ ସିଂହଟିଏ ରହି ଆସୁଥିଲା। ସିଂହଟି ଜଙ୍ଗଲରେ ବେଶ ଖୁସିରେ ଜୀବନଯାପନ କରୁଥିଲା। ଦିନେ ସେଇ ଜଙ୍ଗଲରେ ରେଖା ନାମକ ଜଣେ ମହିଳା ସାଥିରେ ସିଂହର ଭେଟ ହେଇଗଲା। ମହିଳା ଜଣକ ସିଂହକୁ ଦେଖି ଭୟ ନ କରି ସିଂହକୁ ଗୋଟିଏ ପ୍ରଶ୍ନ ପଚାରେ, ହେ ସିଂହ, ମୋ ବାଟରୁ ହଟିଯା, ମୁଁ ମୋ ଘରକୁ ଯିବି। ଘରେ ମୋ ପିଲା ଛୁଆ ମୋ ବାଟ ଚାହିଁ ରହିଥିବେ, ସେଥିପାଇଁ ମୋ ବାଟରୁ ତୁ ହଟିଯା, ମୁଁ ମୋ ଘରକୁ ଯିବି। ଏତେ ଦିନ ପରେ ମଣିଷ ସାଥିରେ ମୋର ଦେଖା ଭେଟ ହେଇଛି ମାନେ ମୁଁ ପୁଣି ବାଟରୁ ହଟିଯିବି। ତୋତେ ଆଜି ମୋ ଘରକୁ ନେଇକି ଯିବି। ମୋ ଘରେ ବି ମୋ ପିଲା ଛୁଆ ମୋତେ ଚାହିଁକି ରହିଥିବେ। ମହିଳା ଜଣକ ସିଂହର କଥାରେ ଚିନ୍ତାରେ ପଡ଼ିଗଲେ। କେମିତି ତା ପାଖରୁ ଫେରିବେ ଆଉ ତା ବନ୍ଦୀରୁ ମୁକ୍ତି ହେବେ ଗୋଟିଏ ଉପାୟ ବାହାର କଲେ। ସିଂହ, ମୋର ଗୋଟିଏ କଥା ରଖିବୁ? ହଁ, କହ, କି କଥା କହିବୁ ତୁ? ତୁ ସିନା ଆଜି ମୋତେ ଖାଇ ତୋ ପେଟ ପୂରେଇ ଦେବୁ, ହେଲେ କାଲି କ'ଣ ଖାଇବୁ ଭାବିଛୁ? ମୁଁ କାଲି କଥା ଭାବୁନି, ମୁଁ ଆଜି କଥା ଭାବୁଛି। ମୁଁ ଆଜି ଭାବେ, କାଲି କଥା କାଲିକି ଭାବେ। ତାହେଲେ ଶୁଣ, ମୋ ଗାଁରେ ମୋର 100ଟି ଛେଳି ଅଛି। ତୁ ଯଦି ମୋତେ ଛାଡ଼ିଦେବୁ ମୁଁ ତୋତେ ପ୍ରତ୍ୟେକ ଦିନ ଛେଳି ଗୋଟିଏ ଗୋଟିଏ ଦେବି, ଆଉ ତୁ ଏମିତି 100 ଦିନ ପର୍ଯ୍ୟନ୍ତ ଖାଇ ଖାଇ ଚାଲିଥିବୁ। ଆରେ ବାଃ, ଭଲ କଥାଟେ ତ, ବଢ଼ିଆ ଲାଗୁଛି। ଏ ମଣିଷ, ତତେ ମୁଁ ଛାଡ଼ି ଦେଉଛି। କାଲିଠୁ ମୋ ପାଇଁ ଗୋଟିଏ ଗୋଟିଏ ଛେଳି ଆଣିବୁ, ମୁଁ ଭୋଜନ କରିବି। ସିଂହଟି ଛେଳି ଖାଇବା ଚକ୍କରରେ ମହିଳା ଜଣକୁ ତା ଘରକୁ ଛାଡ଼ିଦେଲା। ଭଲ ହେଇଛି, ମୁଁ ସେଇ ସିଂହକୁ ଠକି ଦେଇ ପଳେଇ ଆସିଛି। ନହେଲେ ଲୋ ମା, ମୋତେ ଖାଇ ଦେଇଥାନ୍ତା ସେଇଦିନ ସିଏ। ବିଶ୍ୱାସଘାତକ ମଣିଷ, ଦିନରୁ 4 ଦିନ କରିଦେଲା। ମୋତେ ଛେଳିଦେବ ବୋଲି କହି ଠକି ଦେଇ ଚାଲିଗଲା। ମୋତେ ଲାଗୁଛି ତା ଘରକୁ ଯିବାକୁ ପଡ଼ିବ। ଏ ମଣିଷ, ମିଛ କହି ଠକି ଦେଇ ଯାଇଛୁ। ସପ୍ତାହଟେ ହେଇଗଲାଣି, ଛେଳିର ଗୋଟେ ବି ଗନ୍ଧ ଆସୁନି। ଆଜି ଛେଳି ମାଂସ ନ ପାଇଲେ ତୋ ମାଂସକୁ ମୁଁ ଖାଇବି। ସିଂହ ଭାଇ, ରାଗନି। ମୁଁ ବର୍ତ୍ତମାନ ତୁମ ପାଇଁ ଗୋଟେ ଛେଳିଟେ ଆଣିଛି, ଆଉ ତାକୁ ନେଇ ତୁମ ଘରେ ଶାନ୍ତିରେ ଖାଇବ। ହେ ପାର, କୁଆଡ଼େ ଗଲୁ କିଲୋ? ଟିକେ ଆସିଲୁ। ରେଖାର ଡାକରେ ଗୋଟିଏ ଚତୁର ବୁଢ଼ୀ ଛେଳିଟିଏ ରେଖାର ପାଖରେ ଆସି ଛିଡ଼ା ହେଇଗଲା। ଏ ସିଂହ ଭାଇ, ଏଇ ମୋ ଛେଳିକୁ ନେଇ ଆଜି ପରିବାର ସହିତ ଖୁସିରେ ଚଳିଯାଅ। କାଲିକି ପୁଣି ଆଉ ଗୋଟେ ଛେଳି ତୁମକୁ ଦେବି। ଛେଳିକୁ ନେଇ ସିଂହ ଜଙ୍ଗଲ ଭିତରକୁ ଖୁସିରେ ଖୁସିରେ ଚାଲିଗଲା। ଯିବା ବାଟରେ ସିଂହ ଛେଳିକୁ ଗୋଟିଏ ପ୍ରଶ୍ନ କରେ, ଏ ପାର, ତତେ ତ ଆଜି ମୁଁ ଭୋଜନ କରିଦେବି, ହେଲେ ତୁ ମରିବା ପୂର୍ବରୁ ତୋର ଶେଷ ଇଚ୍ଛା କହ, ମୁଁ ପୂରଣ କରିଦେବି। ତୁ ପୁଣି ପୂରଣ କରିବୁ ମୋ ଆଶା? ତୋତେ ପୁଣି ବିଶ୍ୱାସ ହଉନି? କହ କି ଆଶା ରଖିଛୁ? ମୋର ପିଲାବେଳେ ଭାରି ଇଚ୍ଛା ଥିଲା ବିବାହ କରିବାର, ହେଲେ ମୋ ମାଲିକ ବିବାହ କରେଇ ଦେଲନି। ତୁମେ ଯଦି ମୋତେ ବିବାହ କରିବ, ମୋ ଆଶା, ମୋ ଆତ୍ମା ଶାନ୍ତି ହେଇଯିବ। ମୁଁ ଯଦି ତତେ ବିବାହ କରିବି, ତାହେଲେ ତ ତତେ ମୁଁ ଖାଇପାରିବି ନାହିଁ। ହେଲେ କାହିଁକି? କୁହ। ଆମ ସିଂହ ଜାତିରେ ଗୋଟିଏ ପ୍ରଥା ଅଛି, ଆମେ ଯାହାକୁ ବିବାହ କରିବୁ ତା ମାଂସ ମାରି ଖାଇବୁନୁ କେବେ। ଓହୋ, ଏଇ କଥା। ଚତୁର ବୁଢ଼ୀ ଛେଳିର ଶେଷ ଆଶାକୁ ସିଂହଟି ପୂରଣ କରିଦେଲା।
ସେଇ ବୁଢ଼ୀ ଛେଳିକୁ ବିବାହ କରି ସିଂହ ଶପଥ କଲା ଯେ ଛେଳି ମାଂସ ତା ଜୀବନରେ ଆଉ ଖାଇବ ନାହିଁ। ସିଂହ ଆଉ ଛେଳି ବିବାହ କରି କିଛି ଦିନ ବିତିଗଲା। ଆଉ କିଛି ଦିନ ପରେ ରେଖା ଘରକୁ ସିଂହର ସ୍ତ୍ରୀ ଆସି ପହଞ୍ଚିଗଲା। ଆଉ ହଠାତ୍ ରେଖା ଉପରକୁ ଆକ୍ରମଣ କଲା। ଆରେ ମୋତେ କାହିଁ କାମୁଡ଼ୁଛ? ମୁଁ ତ ମୋର କି ଭୁଲ କରିଛି? ମୋ ସ୍ୱାମୀ କୁଆଡ଼େ ଗଲେ କହ? ତୋ ପାଖକୁ ତ ଆସିଥିଲେ ଛେଳି ନେବା ପାଇଁ। ଛେଳିକୁ ବିବାହ କରିଛି ବୋଲି ରେଖା ତା ସ୍ତ୍ରୀ ଆଗରେ ସବୁ କଥା କହିଦେଲା। ଦିନେ ଜଙ୍ଗଲ ଭିତରେ ହଠାତ୍ ସ୍ୱାମୀ ସ୍ତ୍ରୀ ଦୁହେଁ ଦେଖା ହେଇଗଲେ। ଆଉ ଦୁହିଁଙ୍କ ମଧ୍ୟରେ ଭୀଷଣ ଲଢ଼େଇ ହେଲା। ଦୁହିଁଙ୍କ ଲଢ଼େଇରେ ସ୍ୱାମୀ ସ୍ତ୍ରୀ ଦୁହେଁ ମରିଗଲେ। ହଁ ଭାଇ ଭଉଣୀ, ଆଜି ମରଣ କାଲି ଜନ୍ମ। ବିପଦ ସମୟରେ ବୁଦ୍ଧି ଖର୍ଚ୍ଚ କଲେ ମରଣ ବି ଦୂରେଇ ଯାଏ।